ଭାରତୀୟ ଟିମ୍ ଚୟନକୁ ନେଇ ଉଠିଲା ପ୍ରଶ୍ନ। ଯୁବ ପ୍ରତିଭାକୁ ଅଣଦେଖା ଦେଇ କ୍ଷୁବ୍ଧ ହେଲେ ପୂର୍ବତନ କ୍ରିକେଟର। ତେବେ ସୂଚନା ଅନୁସାରେ ସର୍ଫରାଜ ଖାନଙ୍କୁ ନେଇ କ୍ରିକେଟ ଜଗତରେ ହଲଚଲ। ଅଜିତ ଅଗରକର ଏଣ୍ଡ କଙ୍କଙ୍କ ଉପରେ ଗର୍ଜିଲେ ଦିଲ୍ଲୀପ ଭେଙ୍ଗ ସରକାର। ସୟେଦ ମୁସ୍ତକ ଅଲି ଓ ବିଜୟ ହଜାରରେ କ୍ରମାଗତ ଭଲ ପ୍ରଦର୍ଶନ କଲେ ବି ସର୍ଫରାଜଙ୍କ ଉପରେ ଚୟନକର୍ତ୍ତାଙ୍କ କୃପା ଦୃଷ୍ଟି ପଡୁନି, ଯାହା ପୂର୍ବତନ ଭାରତୀୟ ଖେଳାଳିଙ୍କୁ ମୁହଁ ଖୋଲିବାକୁ ବାଧ୍ୟ କରିଛି। ଭାରତୀୟ କ୍ରିକେଟ ଦଳର ଚୟନକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଘରୋଇ କ୍ରିକେଟରେ ରନ୍ ପାହାଡ଼ ଠିଆ କରୁଥିବା ତଥା ଯୁବ ବ୍ୟାଟର ସର୍ଫରାଜ ଖାନଙ୍କୁ ବାରମ୍ବାର ଅଣଦେଖା କରାଯିବା ଘଟଣାରେ ଏବେ ମୁହଁ ଖୋଲିଛନ୍ତି ଭେଟରାନ କ୍ରିକେଟର ଦିଲ୍ଲୀପ ଭେଙ୍ଗ ସରକାର। ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ନେଇ ସେ କେବଳ ଆଶ୍ଚର୍ଯ୍ୟ ପ୍ରକଟ କରିନାହାନ୍ତି, ବରଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କଡ଼ା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି। ଦିଲ୍ଲୀପ ଭେଙ୍ଗ ସରକାର କହିଛନ୍ତି ସର୍ଫରାଜ ଖାନଙ୍କୁ ଦଳରେ ସ୍ଥାନ ନ ମିଳିବା ଲଜ୍ଜାଜନକ ବିଷୟ। ସେ କହିଛନ୍ତି ସର୍ଫରାଜ ଗତ କିଛି ବର୍ଷ ହେବ ଲଗାତାର ଭାବେ ଘରୋଇ କ୍ରିକେଟରେ ରନ୍ କରୁଛନ୍ତି। ତାଙ୍କର ପ୍ରଦର୍ଶନକୁ ଦେଖିଲେ ସେ ବହୁ ପୂର୍ବରୁ ଜାତୀୟ ଦଳରେ ଖେଳିବା ଉଚିତ ଥିଲା, କିନ୍ତୁ ଅଜିତ ଅଗରକର ଏବଂ ତାଙ୍କ ଚୟନ କମିଟି କେଉଁ ଆଧାରରେ ତାଙ୍କୁ ବାଦ୍ ଦେଇଛନ୍ତି ତାହା ବୁଝାପଡୁନାହିଁ। ଭେଙ୍ଗ ସରକାର ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯଦି ଜଣେ ଖେଳାଳି ଘରୋଇ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି, ଏହା ଯୁବ ଖେଳାଳିଙ୍କ ମନୋବଳକୁ ଭାଙ୍ଗିଦେବ। ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ଭେଙ୍ଗ ସରକାର ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ କ୍ରିକେଟ ପ୍ରେମୀମାନେ ଭେଙ୍ଗ ସରକାରଙ୍କ ଏହି ବୟାନକୁ ସମର୍ଥନ କରିବା ସହ ସର୍ଫରାଜକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି। ଏହି ଘଟଣା ଏବେ ଭାରତୀୟ କ୍ରିକେଟ ବୋର୍ଡ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।